ଆଜି ଆମେ ପୁରା ଫ୍ୟାମିଲି ବାହାରି ଯାଇଥିଲୁ ଚାରିଟା ବେଳେ ଟିକେ ବୁଲାବୁଲି କରିବା ପାଇଁ। ଆଉ କୋଉଠି ଗୋଟେ କଣ ଟିକେ ଯାଇକି ମସ୍ତି କରିବୁ, ଖାଇବୁ ପିଇବୁ। ରାସ୍ତାରେ ଏମିତି କଥା ହେଇ ଯାଉ ଯାଉ ଆମେ ଫାଷ୍ଟ ପହଞ୍ଚିଲୁ ଲିଙ୍ଗରାଜ ଲସି ପାଖରେ। ଯୋଉମାନେ ବି ଲସି ପିଇଥିବେ ସେମାନଙ୍କୁ ଜଣା କେତେ ଟେଷ୍ଟି ଥାଏ ଆର ଲସି। ମତେ ତ ବହୁତ ହି ପସନ୍ଦ ଆସେ। ସାଇଡ ରେ ଥିବା ଗୋଟେ ଛୋଟ ଛୋଟ ଦୋକାନ ଥିଲା, ତ ଆମେ ଲସି ପିଇକି ସେଇଠିକି ମୁଁ ଯାଇଥିଲି ଦେଖିବା ପାଇଁ। ବହୁତ କ୍ୟୁଟ କ୍ୟୁଟ ଜିନିଷ ଥିଲା। ମୋର ନଜର ପଡିଥିଲା ଗୋଟେ ମସ୍ତ ଗୋଟେ ନୋଟପ୍ୟାଡ ଉପରେ। ଯୋଉ ନୋଟପ୍ୟାଡ ର ସେପ୍ ଥିଲା ଚକୋଲେଟ ସେପ୍ ର। ଦେଖିକି ମତେ ବହୁତ ହି ଭଲ ଲାଗିଥିଲା। ଆଉ ବିଲିଭ କରିବେନି, ଆପଣ ତାକୁ ଧରିଲା ପରେ ଆପଣଙ୍କ ହାତଟା ବି ପୁରା ଚକୋଲେଟ ଚକୋଲେଟ ସ୍ମେଲ ହବ। ତାର ସ୍ମେଲ ବି ଚକୋଲେଟ ଭଳିଆ ଥିଲା। ଇଚ୍ଛା ହଉଥିଲା ତ ଖାଇଦବା ପାଇଁ। ପୁଣି ଗୋଟେ ଇରେଜର ବି ଆଣିଲି, ଯେମିତି ମାନେ ଚକୋଲେଟ ର ପ୍ୟାକେଜିଂ ଥାଏ, ସେ ଇରେଜର ର ବି ସେମିତି ପ୍ୟାକେଜିଂ ଥିଲା। ଆଉ ସ୍ମେଲ ବି ଚକୋଲେଟ ଭଳିଆ ଥିଲା। ଆ ଭିତରେ ମୁଁ ଷ୍ଟୋର ଯାଇଥିଲି, ଷ୍ଟୋର ରୁ କାମ ସାରିକି ଫେରିଥିଲି। ଆଉ ରାସ୍ତାରେ ଗଲାବେଳେ ଚାୟ ବାଲା ବାବୁ ପଡିଥିଲା, ତ ସେଠିକି ଆମେ ଯାଇକି ହନି ଲେମନ ଜିଞ୍ଜର ଟି ଅର୍ଡର କରିଥିଲୁ। ଦେନ୍ ବର୍ଗର ଦିଟା ଅର୍ଡର କରିଥିଲି, ବହୁତ ହି ଟେଷ୍ଟି ଥିଲା। ତାକୁ ଆମେ ପିଇଥିଲୁ। ଆଜିର ବ୍ଲଗ ମୋର ଏଇଠି ଶେଷ ହେଇଥିଲା। ପୁଣି ଦେଖା ହବ ନେକ୍ସଟ ବ୍ଲଗ ରେ। ସମସ୍ତେ ଭଲରେ ଥାନ୍ତୁ। ମହାବୀର ମଙ୍ଗଳ କରନ୍ତୁ।